ଢେଙ୍କାନାଳ ଆଜି ଖଣି ଉପନିର୍ଦ୍ଦେଶକ, କନିଷ୍ଠ ଖଣି ଅଧିକାରୀ, ତହସିଲଦାର, ହିନ୍ଦୋଳ, ଢେଙ୍କାନାଳ ଏବଂ କାମାକ୍ଷାନଗର ଉପଜିଲ୍ଲାପାଳ ଏବଂ ପୋଲିସକୁ ନେଇ ଗଠିତ ଏକ ମିଳିତ ଦଳ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ନିୟମ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଏହି ଅଭିଯାନ ସମୟରେ ହିନ୍ଦୋଳ, ଓଡ଼ାପଡ଼ା, ଗନ୍ଦିଆ ଏବଂ ଭୁବନ ତହସିଲ ଅନ୍ତର୍ଗତ ଅଞ୍ଚଳରେ 15ଟି ପଥର କ୍ରସର ଏବଂ 26ଟି ପଥର ଖଣିକୁ ସିଲ୍ କରାଯାଇଥିଲା। କରନ୍ଦା, ବାବନ୍ଧ, ବେଡ଼ାପଡ଼ା, ଓଡ଼ାପଡ଼ା, ନିହାଳ ପ୍ରସାଦ ଆଦି ଜାଗାମାନଙ୍କରେ ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଏହି ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏହା ସହିତ ଲଘୁ ଖଣିଜ ପଦାର୍ଥର ବେଆଇନ ପରିବହନ, ବିସ୍ଫୋରକ ସଂରକ୍ଷଣ ଯାଞ୍ଚ ଏବଂ ଯାନବାହନଗୁଡ଼ିକର ଯାଞ୍ଚ ଓ ଜବତ କରାଯାଇଛି। ଢେଙ୍କାନାଳରୁ ଦେବାଶିଷ ମିଶ୍ରଙ୍କ ରିପୋର୍ଟ।